ओम नमो भगवते वासुदेवाय। भागवत महापुराण षष्ठ स्कंध द्वादश अध्याय। दुखित होई सचिपति वृत्रवचने पुणी माती ताहाकु रणे कले बध। द्वादश अध्याय संवाद। श्री शुकवाच एमंते संग्रामे असुर छाड़िब बोली कलेबर। जयरु भल मम रण मनरे कला हे राजन। शूलकु धरी वृत्रासुर धाइला इंद्रर उपर। जेमंते कईट भवीर धाइला विष्णुंक उपर। जुगांत अग्नि प्राय तेजे से शूल अत्यंत विराजे। वृत्रासुर चूड़ामणि इंद्रकु प्रहारिलाणी। ढेर सबदर से कला पापिष्ठ मलुतु बोइला। आकाशु ग्रह उल्कामान खसी पड़िले तत्क्षण। दुर्जय देखिण असुर भय कंपिले सुर नर। वज्रधरिण देवराज छेदिले तार एक भुज। परिघ घेनियार करे धाइला इंद्रर उपरे। देवराज निकटे जाई सम्मुखे प्रहारिला नेई। इंद्रहस्तु वज्र खसिला अधोभूमि रे से पड़िला। देखि अद्भुत वृत्र कर्म सिद्ध किन्नर देवगण। सकले कले धन्य धन्य इंद्र संकटे छन्न मन। जेतेक सैन्य इंद्रंकर सकले कले हाहाकार। लज्जारे वृत्रर अग्रते वज्र न देले इंद्र हस्ते। इंद्रंको चाहे वृत्रासुर वचन कहई मधुर। मनरे विषाद न कर वज्र धरिण बेगे मार। युद्ध इच्छई जेउ नर जय दुस्तरटी ताहार। जे जन रणे भयत होई जयर लेश तार नाही। उत्पत्ति पालन संहार जे प्रभु एहांक ईश्वर। सर्वज्ञ आदि सनातन अखिल पुरुष पुराण। ताबिनु जय वा जय काहार बोले होई कह। जे प्रभु अखिल ईश अखिल लोक जार बस। काल स्वरूप से ईश्वर मृत्यु अमृत्यु रूप धर। सकल हेतु से अटई ताहाकु अज्ञान जानई। काष्ठर पितुली जेसन जगत ताहार अभियान। जेमंते जंत्रमय मृग प्राणिता बसे महाभाग। प्रकृति पुरुष जे दुई ताबिनु जड़ प्राय होई। सृष्टि करता अबा केही ताबिनु जेते कछई। सकल आत्मा रूप से ही अज्ञानी जाने बा काहीं। ସେହି ପ୍ରାଣୀଙ୍କି ସୃଷ୍ଟି କରି
ପ୍ରତିପାଳନକୁ ଆଚରି ଗ୍ରାସଇ କାଳ ରୂପ ହୋଇ ଧର୍ମ ଧର୍ମ ରୂପ ସେହି ଆୟୁ ସମ୍ପଦ କୀର୍ତ୍ତି ଯେତେ ପ୍ରାଣୀର ହୁଇ ଯୁଗତେ ସେ ଯାକୁ ପ୍ରସନ୍ନ ହୁଇ ଅଷ୍ଟ ଐଶ୍ୱର୍ଯ୍ୟ ତାର ହୋଇ ସୁଖ ଦୁଃଖ ମୃତ୍ୟୁ ଜୀବିତ ଏ ସର୍ବ ଈଶ୍ୱର ଆୟତ୍ତ ଏ ଘେନୀନ୍ଦ୍ର ସମହୁଅ ହର୍ଷ ବିଷାଦକୁ ନ ପାଅ ଯେ ସତର ତମ ଜାଣ ପ୍ରକୃତି ଗୁଣ ଏ ପ୍ରମାଣ ଆତ୍ମାଟି ସାକ୍ଷ୍ୟ ବୋଲି ଜାଣ ସେ ଯାକୁ ହୁଇ ପ୍ରସନ୍ନ ସଂସାରେ ବଦ୍ଧ ସେ ନୁହଁ ସକଳ ପାପୁ ସେ ତରଇ ରଣରେ ଛିନ୍ନ ଭୁଜ ହୋଇ ଭୋଇନ୍ଦ୍ର ଦେଖ ମୁଁ ଅଛଇ ଜୟ ବା ଅଜୟ କାହାର ଜାଣିବ କେବି ନାଇଁ ଈଶ୍ୱର ସରସ ମୁହ ପଶା କାଠି ଏ ଚତୁରଙ୍ଗ ବଳ ଗୋଟି ଜୀବନ ହୁଡ଼ ଜୁଆରଣେ କେ ଜାଣେ କେ ହାରେ କେ ଜିଣେ ଶ୍ରୀ ଶୁକବାଚ ଶୁଣ କହିବା ନୃପମଣି ବୃତ୍ରର ବାକ୍ୟ ଇନ୍ଦ୍ର ଶୁଣି ବୃତ୍ରକୁ ଧନ୍ୟ ଧନ୍ୟ କରି ହସି ବୋଇଲେ ବଜ୍ରଧାରୀ ଇନ୍ଦ୍ରବାଚ ଆହ ଦାନବ ସିଦ୍ଧ ତୁହି ତେଣୁ ତୋ ସିଦ୍ଧମତି ହୋଇ ସକଳ ଆତ୍ମାର ଈଶ୍ୱର ଭଜିଲୁ ଚରଣ ତାଙ୍କର ଜଗମୋହିନୀ ବିଷ୍ଣୁ ମାୟା ଦାନବ ଛେଦିଲୁ ତୁ ତାହା ଅସୁର ଭାବ କରି ଦୂର କଲୁ ତୁ ଷୋଲକ ଆଚାର ଅହୋ ଆଶ୍ଚର୍ଯ୍ୟ ବଡ଼ ମୋର ସ୍ୱଭାବେ ରଜ ଗୁଣ ତୋର ଅଖିଳ ବ୍ରହ୍ମାଣ୍ଡର ପତି ତାତ ହିଁ ତୋର ଦୃଢ଼ ମତି ପରମ ବ୍ରହ୍ମ ହରି ଯେହି ତାତ ହିଁ ଯାର ଭକ୍ତି ହୋଇ ଅମୃତ ସିନ୍ଧୁରେ ସେ ଜନ କ୍ରୀଡ଼ା କରିବ ଅନୁକ୍ଷଣ କି କାର୍ଯ୍ୟ କୂପ ଜଳେ ତାର ସେ ସ୍ୱର୍ଗ ଭୋଗଟି ଅସାର ବାଦରାୟଣୀ ବାଚ ଅନ୍ୟାନ୍ୟ ଧର୍ମକୁ କହିଲେ ପୁଣି ଯୁଦ୍ଧ ଆରମ୍ଭିଲେ ଅଶ୍ରାନ୍ତ ବୀର ଦୁଇ ଜଣ କରି ଲାଗିଲେ ଘୋର ରଣ ବୃତ୍ର ପରିଘ କରେ ଲଇଁ ଇନ୍ଦ୍ରକୁ ପ୍ରହାରିଲା ଧାଇଁ ପରିଘ ଘେନି ବାମ କରେ ଶବଦ କଲା ମହାଘୋରେ କର ପରିଘ ଏକାବେଳେ ଇନ୍ଦ୍ର ଛେଦିଲେ ଅବହେଳେ ବୃତ୍ରର ଗଲା ଦୁଇ କର ରକତେ ହୋଏ ଜର ଜର ପକ୍ଷ ଛିଡ଼ନ୍ତେ ବଜ୍ରାଘାତେ ଯେସନେ ଦିଶନ୍ତି ପର୍ବତେ ଆୟୁଧ ଭୁଜ ଯହୁଁ ଗଲା ସେ ବୃତ୍ର ମହାକ୍ରୋଧ କଲା ଅଧର ଚାପି କ୍ରୋଧ ଭର ଶରୀର ବିସ୍ତାରେ ଅସୁର ଅଧର ହନୁ ତା ଭୂମିରେ ଉପର ହନୁ ତା ସ୍ୱର୍ଗରେ ଆକାଶ ଗଭୀର ମୁଖରେ ଲିହଇ କଠୋର ଜିହ୍ୱାରେ କାଳର ପ୍ରାୟ ଦଂଷ୍ଟ୍ରମାନ ଗ୍ରାସିବ ଯେହ୍ନେ ତ୍ରିଭୁବନ ଅତ୍ୟନ୍ତ ଶରୀର ବିସ୍ତାରୀ
ଧାମଇ ଯେହ୍ନେ ମହାଗିରି ପାଦେ ଅବନି କମ୍ପାଇଲା ଇନ୍ଦ୍ରର ନିକଟେ ମିଳିଲା ଇନ୍ଦ୍ରକୁ ଗଜେନ୍ଦ୍ର ସହିତ ଗିଳିଲା ବୃତ୍ର ମହାଦୈତ୍ୟ ସ୍ୱଭାବେ ଗିଳିଲା ଅସୁର ଗଜକୁ ଯେହ୍ନେ ସର୍ପବର ଦେଖି ଇନ୍ଦ୍ରକୁ ଗିଳିବାର ବ୍ରହ୍ମାଦି ଯେତେ ସୁର ନର ସକଳେ କଲେ ହାହାକାର ଇନ୍ଦ୍ରକୁ ଗିଳିଲା ଅସୁର ଅସୁର ଉଦରରେ ଥାଇ ନାଶ ନହିଲେ ସୁର ସାଇଁ ମହାପୁରୁଷ ବର୍ମେ କରି ଯେଣୁ ଯୋଗ ମାୟା ବୋରି ବଜ୍ରେ ଚିରିଲେ ପେଟ ତାର ଗର୍ଭରୁ ହୋଇଲେ ବାହାର ଆପଣା ବଳେ ଦେବ ବର ବଜ୍ରେ ଛେଦିଲେ ତାର ଶିର ବଜ୍ର ହିଁ ଅତି ବେଗେ ଗଲା କନ୍ଧରୁ ଶିର ତା କାଟିଲା ସମ୍ପୂର୍ଣ୍ଣ ସମ୍ବତ୍ସର କାଳେ ଶିର ତା ପଡ଼ିଲା କତଳେ ଆକାଶେ ଦୁନ୍ଦୁଭିତ କ୍ଷଣ ଶବଦ କଲେ ଦେବଗଣେ ଗନ୍ଧର୍ବ ସିଦ୍ଧ ଋଷିଗଣ ଆନନ୍ଦେ ହରଷିତ ମନ ବୃତ୍ର ଶତ୍ରୁକୁ ସ୍ତୁତି କଲେ ହରଷେ ପୁଷ୍ପ ବରଷିଲେ ବୃତ୍ରର ତହୁଁ ଜ୍ୟୋତି ରୂପ ବାହାର ହୋଇଲା ହେ ନୃପ ସକଳେ ଦେଖୁଥିଲେ ରହି ସାଲୋକ୍ୟ ପାଇଲା ସେ ତହିଁ ବୋଲଇ ବିପ୍ର ଜଗନ୍ନାଥ ଇନ୍ଦ୍ରବୃତ୍ର ଯୁଦ୍ଧ ବୃତ୍ତାନ୍ତ ଷଷ୍ଠ ସ୍କନ୍ଧରେ ଯାହା ଭଣି ସଂସାର ତାରଣ ଏ ବାଣୀ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାಂ ସଂହିତାୟାಂ ଷଷ୍ଠ ସ୍କନ୍ଧେ ବୃତ୍ରବଧ ନାମ ଦ୍ୱାଦଶ ଅଧ୍ୟାୟ। ତ୍ରୟୋଦଶ ଅଧ୍ୟାୟ। ବୃତ୍ରକୁ ମାରି ସଚି ସାଇ ଲୁଚନ୍ତେ ତେଜହୀନ ହୋଇ ବିଷ୍ଣୁ ରଖିଲେ ତା ଜୀବନ ତ୍ରୟୋଦଶର ବିବରଣ। ବାଦରାୟଣୀ ବାଚ ବୃତ୍ର ହୋଇଲା ଯହୁଁ ହତ ଶୁଣି ହରଷ ତ୍ରିଜଗତ ଇନ୍ଦ୍ରର ବିନୁ ଯେତେ ଜନ ହରଷ ହୋଇଲେ ରାଜନ। ଅମର ଦେବ ଋଷି ଗଣ ପିତୃଦୈବତ ଯେତେ ପୁଣ ବ୍ରହ୍ମା ଶଙ୍କର ବଜ୍ରଧର ଗଲେ ସେ ଯେ ଯାହାର ପୁର। ରାଜା ପରୀକ୍ଷିତ ବାଚ ଭୂମୁନି ହୁଅ ସାବଧାନ ଏହା ଶୁଣିତେ ମୋର ମନ କିମ୍ପା ହରଷ ଦେବ ଗଣେ ଇନ୍ଦ୍ର ବିଷାଦ କି କାରଣେ କହିବା ଏଥିର କାରଣ ନମଇ ତୁମ୍ଭର ଚରଣ। ବାଦରାୟଣ ବାଚ ବୃତ୍ର ବିକ୍ରମ ଦେଖି ଦେବେ ମହତ ଋଷି ଆଦି ସର୍ବେ ଭୟ ଉଦ୍ବେଗ ମନ ହୋଇ କହିଲେ ଇନ୍ଦ୍ରଙ୍କୁ ସେ ଯାଇ ଭୋଦେବ ଦେବଙ୍କ ଈଶ୍ୱର ବୃତ୍ର ଅସୁରକୁ ସଂଘର ଇନ୍ଦ୍ର ତାନ କଲେ ସ୍ୱୀକାର ବ୍ରାହ୍ମଣ ବଧେ ପାପ ଘୋର। ଇନ୍ଦ୍ର ବାଚ ଯେବେ ମାରିଲି ବିଶ୍ୱରୂପ ଘେନିଲି ବ୍ରହ୍ମ ହତ୍ୟା ପାପ ଭୂଜଳ ସ୍ତ୍ରୀ ଦ୍ରୁମ ମାନେ ପାପ ଘେନିଲେ ବିଦ୍ୟମାନେ ଏବେ ବୃତ୍ରକୁ ବିନାଶିବି
କେମନ୍ତେ ପାପୁ ନିସ୍ତରିବି। ଶ୍ରୀ ଶୁକବାଚ ଇନ୍ଦ୍ର ବଚନେ ଋଷି ଗଣ ଶୁଣି ସେ କହନ୍ତି ବଚନ। ଅସମେଧ ଯଜ୍ଞକୁ କରି ଏ ପାପ ନାଶିବୁ ତୋହରି। ମହାପୁରୁଷ ଆତ୍ମପର ଅଖିଳ ଜଗତ ଈଶ୍ୱର। ଯେ ଦେବ ପ୍ରଭୁ ନାରାୟଣ ଯଜ୍ଞରେ କରାଇ ପ୍ରସନ୍ନ। ବୃତ୍ରର ବଧୂ ଦେବ ବର ଅବହେଳାରେ ହେବୁ ପାର। ବ୍ରାହ୍ମଣ ଗୁରୁ ପିତା ମାତା ଯେ ଜନ ଆଚାର୍ଯ୍ୟର ହନ୍ତା। ଶ୍ୱାନକୁ ଖାଇ ଅବା ଯେହୁ ଶୁଣ କହିବା ମହାବାହୁ। ନାମ କୀର୍ତ୍ତନ ଯେହୁ କରେ ଏ ସର୍ବ ପାପୁ ସେହୁ ତରେ। ମହାଯଜ୍ଞକୁ କରି ତୁହି ଜପିବୁ ପ୍ରଭୁ ଭାବଗ୍ରାହୀ। ତାଙ୍କ ପ୍ରସନ୍ନେ ଦେବ ବର ଦୂରିତ କେତେକ ମାତର। ଶ୍ରୀ ଶୁକବାଚ ଶୁଣିଣ ଋଷିଙ୍କ ବଚନ ଶତ୍ରୁ ମାଇଲେ ମଘବାନ। ତକ୍ଷଣେ ବ୍ରହ୍ମ ହତ୍ୟା ଗଲା ଇନ୍ଦ୍ରଦେବଙ୍କୁ ଆଶ୍ରୟ କଲା। ତାହାକୁ ଦେଖି ଦୁଃଖ ପାଇ ଦେବେନ୍ଦ୍ର ଗଲେ ଯେ ପଳାଇ। ଚାଣ୍ଡାଳୀ ରୂପକୁ ଧଇଲା ଇନ୍ଦ୍ରର ପଛେ ଗୋଡ଼ାଇଲା। ବୃଦ୍ଧା ରୂପକୁ ଧରି ସେହି ଯକ୍ଷ୍ମା ରୋଗରେ ଗ୍ରସ୍ତ ହୋଇ। ଶୋଣିତ ପ୍ରାୟ ବସ୍ତ୍ର ତାର ବିବର୍ଣ୍ଣ କେଶ ମସ୍ତକର। ରହ ରହ ବୋଲି ଡାକଇ ଆମିଷ ଗନ୍ଧ ତାର ଦେହି। ଆକାଶେ ସକଳ ଦିଗରେ ଇନ୍ଦ୍ର ପଳାନ୍ତି ଖରତରେ। ଉତ୍ତର ଦିଗକୁ ସେ ଗଲେ ମାନସରୋବରେ ଲୁଚିଲେ। ପୁଷ୍ପର ବାଳେ ଦେବବର ପୁଷ୍କର ନାଳେ ଦେବବର। ଚଞ୍ଚଳ ମନ କରି ସ୍ଥିର ସହସ୍ର ସମ୍ବତ୍ସର ତହିଁ ବ୍ରହ୍ମ ଭାବନେ ମନ ଦେଇ। ବ୍ରହ୍ମବଧରୁ ମୁଖ୍ୟ ପାଇ ରହିଲେ ନିରାହାର ହୋଇ। ତାବତ ନହୁଷ ରାଜନ ସ୍ୱର୍ଗରେ କଲେ ଇନ୍ଦ୍ରପଣ। ବିଦ୍ୟା ତପସ୍ୟା ଯୋଗ ବଳେ ସ୍ୱର୍ଗ ସମ୍ପଦ ଭୋଗ କରେ। ଐଶ୍ୱର୍ଯ୍ୟ ସମ୍ପଦ ଭୋଗରେ ନହୁଷ ମଦାନ୍ଧ ବୁଦ୍ଧିରେ। ଇନ୍ଦ୍ରପତ୍ନୀ କି ଇଚ୍ଛା କଲା ସ୍ୱର୍ଗ ଲୋକରୁ ଚିତ ହେଲା। ନହୁଷ ସ୍ୱର୍ଗେ ଇନ୍ଦ୍ର ହୋଇ ବାରତା ଇନ୍ଦ୍ରାଣୀକୁ ଦେଇ। ଇନ୍ଦ୍ର ମୁଁ ସ୍ୱର୍ଗ ଭୁବନରେ ତୁମତେ ଭଜ ଗୋବିଧିରେ। ଇନ୍ଦ୍ରାଣୀ ଗୁରୁଙ୍କୁ କହିଲେ ପ୍ରତି ଉତ୍ତର ଗୁରୁ ଦେଲେ। ଗୁରୁ ଏ ମନ୍ତ ବିଚାରିଲେ ଅତି ଅସମ୍ଭବ ବୋଇଲେ। ଅନେକ ତପସ୍ୟାର ଫଳେ ମନୁଷ୍ୟ ହୋଇ ଦେବ ପାଳେ। ବ୍ରାହ୍ମଣ କୋପ ସାପୁ କରି ହତ ହୋଇବ ଏହା ଶିରି। ନହୁଷେ ମନ୍ତ କହିବ ଋଷିଙ୍କ କନ୍ଧେ ଦୋଳା ଥିବ। ତୁମ୍ଭେ ଦୋଳାରେ ବସିଥିବ ଆମ୍ଭରପୁରକୁ ଆସିବ। ତେବେ ଯେ ତୁମ୍ଭଙ୍କୁ ଭଜିବୁ ସ୍ୱର୍ଗେ ଇନ୍ଦ୍ର ବୋଲି ଜାଣିବୁ। ଏମନ୍ତ ଗୁରୁ ଆଜ୍ଞା ଶୁଣି ନହୁଷେ କହିଲେ ଇନ୍ଦ୍ରାଣୀ।
ଋଷିମାନଙ୍କୁ ଆଣି କରି ଋଷିଙ୍କେ କନ୍ଧେ ଦୋଳା ଧରି ସେ ଦୋଳା ଉପରେ ନହୁଷ ଆନନ୍ଦେ ହୋଇଣ ହରସ ଚଳଇ ଦୋଳା ମନ୍ଦ ଗତି ତା ଦେଖି କୁପିତ ନୃପତି ସର୍ପ ସର୍ପ ବୋଲି ବୋଇଲା ପାଦେ ଅଗସ୍ତିଙ୍କି ମାଇଲା ଅଗସ୍ତି କ୍ରୋଧ ଭର ହୋଇ ନହୁଷକୁ ସେ ସାପ ଦେଇ ତୁ ସର୍ପ ହୁଅ ବେଗ ହୋଇ ଯେଣୁ ସଙ୍କଟ ଦେଲୁ ତୁହି ଏହେତୁ ନହୁଷ ସ୍ୱର୍ଗରୁ ଚ୍ୟୁତ ହୋଇଲା ସେ ସାପରୁ ମହାସର୍ପ ଯେହେ ହୋଇଲା ମର୍ତ୍ତ୍ୟଲୋକରେ ସେ ପଡ଼ିଲା ଏବେ ହୋ ଶୁଣ ପରୀକ୍ଷିତ ଇନ୍ଦ୍ର ରାଜାର ଯେ ଚରିତ ପରମେଶ୍ୱର ଧ୍ୟାନ କରି ବ୍ରହ୍ମ ହତ୍ୟା ପାପରୁ ତରି ସ୍ୱର୍ଗରେ ଇନ୍ଦ୍ର ପୁନର୍ବାରେ ଦେବଙ୍କୁ ଘେନି ସେ ବିହରେ ଇନ୍ଦ୍ରଙ୍କୁ ଦେବ ଋଷିମାନେ ଅଶ୍ୱମେଧ ଯଜ୍ଞ ବିଧାନେ ମହାପୁରୁଷ ଆରାଧନ ଦୀକ୍ଷା କରାଇଲେ ରାଜନ ଏ ଅନନ୍ତରେ ଦେବମୟ ସର୍ବାତ୍ମା ପୁରୁଷ ବ୍ୟୟ ଇନ୍ଦ୍ର ବ୍ରହ୍ମ ଋଷି ସହିତେ ଆରାଧି ଅଶ୍ୱମେଧ ମତେ ବ୍ରହ୍ମବଧ ପାତକ ଭୟ ଯଜ୍ଞ ହେତୁରୁ ହେଲା କ୍ଷୟ ରବି କିରଣେ ହିମ ପ୍ରାଏ ସକଳ ପାପ ହେଲା କ୍ଷୟେ ଅଶ୍ୱମେଧରେ ବରୀନ୍ଦ୍ର ମରିଚି ଆଦି ମୁନି ବୃନ୍ଦ ଆରାଧି ପୁରୁଷ ପୁରାଣ ସ୍ୱର୍ଗେ ହୋଇଲେ ସେ ରାଜନ ଯଜ୍ଞର ପ୍ରସାଦରୁ କରି ନିଷ୍ପାପ ହେଲା ବଜ୍ରଧାରୀ ଅଶେଷ ପ୍ରାଣୀ ମାନଙ୍କର ପାପକୁ କରଇ ସେ ଦୂର ଏ ମହାଖ୍ୟାନ ଜ୍ଞାନମୟୀ ଯେ ଜନ ଶ୍ରଦ୍ଧାରେ ଶୁଣଇ ଭକତ ଜନର ବର୍ଣ୍ଣନ ଇନ୍ଦ୍ର ଜୟ ମୋକ୍ଷ କାରଣ ଯେ ପ୍ରାଣୀ ପ୍ରୀତିରେ ପଡ଼ଇ ଶ୍ରଦ୍ଧାରେ କରି ଯେ ଶୁଣଇ ଗାୟନ କରି ପ୍ରତିଦିନ ସର୍ବସିଦ୍ଧି ଲଭେ ସେ ଜନ ଶତ୍ରୁକୁ ଜୟ ଧନ ଯଶ ପାପୀ ମୋଚନ ଦୀର୍ଘାୟୁଷ ସର୍ବ କଲ୍ୟାଣ ତାର ହୋଇ ଧନ ଧାନ୍ୟ ଯଶ ଲଭଇ ବୋଲଇ ଜଗନ୍ନାଥ ଦାସ ଇନ୍ଦ୍ର ଯେ ପାପ କଲା ନାଶ ହରି କୀର୍ତ୍ତନେ ସର୍ବ ହୋଇ କଳିରେ ଆନଗତି ନାହିଁ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାಂ ସଂହିତାୟାಂ ଷଷ୍ଠସ୍କନ୍ଧେ ଇନ୍ଦ୍ର ବିଜୟ ନାମ ତ୍ରୟୋଦଶ ଅଧ୍ୟାୟ। ଚତୁର୍ଦଶ ଅଧ୍ୟାୟ ବୃତ୍ରର ପୂର୍ବ ଜନ୍ମ କଥା। ଏ ଚାରି ଅଧ୍ୟାୟର ବ୍ୟବସ୍ଥା ଚିତ୍ରକେତୁର ଉପାଖ୍ୟାନ ଚତୁର୍ଦଶରେ ନିରୂପଣ। ରାଜା ପରୀକ୍ଷିତ ବାଚ ଭୋମୁନି ଅସମ୍ଭବ କଥା ବୃତ୍ରାସୁରର ବ୍ୟବସ୍ଥା ରଜତାମସ ଭାବ ତାର ପାପୀ ଅଟଇ ବୃତ୍ରାସୁର ଅଖିଳ ହେତୁ ଭଗବାନେ ତାହାର ମତି ବାକେଶନେ ସତ ପ୍ରଧାନ ଦେବଗଣ ନିର୍ମଳ ମନା ମୁନି ଜନ ମୁକୁନ୍ଦ ପାଦ ପଙ୍କଜରେ ଏହାଙ୍କ ମନ ନହେ ସ୍ଥିରେ ଧୂଳି ସଂଖ୍ୟାରେ ଜନ୍ତୁ ହୋଇ
ମନୁଷ୍ୟ କେତେ ବା ଅଛଇ, ଏହାଙ୍କ ମଧ୍ୟେ କେହି ଜନ ଶ୍ରେୟ କରଇ ଆଚରଣ। ଏହାଙ୍କ ମଧ୍ୟେ କେହି ନରେ ମୋକ୍ଷ ବାଞ୍ଛନ୍ତି ଏ ସଂସାରେ, ତାହାଙ୍କ ମଧ୍ୟେ କେହି ଜନ କଷ୍ଟେ ଲଭନ୍ତି ଭଗବାନ। ଦୁର୍ଲଭ ମୁନି ମାନଙ୍କର ବିଷ୍ଣୁ ଭକତ ଯେଉଁ ନର, କୋଟିକେ ଗୋଟିଏ ସେ ଥାଇ ଶୁଣିମା ସାବଧାନ ହୋଇ। ସ୍ୱଭାବେ ବୃତ୍ର ଅତି ପାପ, ଲୋକଙ୍କୁ ଦିଏ ଅତି ତାପ। କେମନ୍ତେ ମହାଘୋର ରଣେ, ତାମତି ହେଲା ନାରାୟଣେ। ଏଣେ ସଂଶୟ ମନ ମୋର, ଫେଡ଼ି କହିବା ମୁନିବର। ଯେ ବୃତ୍ର ଘୋର ସଂଗ୍ରାମରେ, ବଳେ ତୋଷିଲା ବଜ୍ର ଧରେ। ସୁତବାଚ ସନ୍ତୋଷ ରାଜା ପ୍ରଶ୍ନ ଶୁଣି, ଆନନ୍ଦେ ସେବା ଦରାୟଣୀ। ହରଷ ହୋଇ ମୁନିବର, ବଚନ କହନ୍ତି ମଧୁର। ଶ୍ରୀ ଶୁକବାଚ ଶୁଣ ରାଜନ ଏକ ମନେ, ଯେ ଇତିହାସ ପୁରାତନେ। ବେଦବ୍ୟାସଙ୍କ ମୁଖ ମୋହି, ନାରଦ ତହୁଁ ଶୁଣିଛଇ। ପୂର୍ବେ ସୁରସେନ ଦେଶର, ଥିଲା ଯେ ଏକ ନୃପବର। ଚିତ୍ରକେତୁ ନାମ ତାହାର, କାମଧେନୁ ପୃଥ୍ୱୀ ଯାହାର। 10 ନିୟୁତ ପତ୍ନୀ ତାର, ରୂପେ କି ଦେବା ପଟାନ୍ତର। ଯେତେକ ଥିଲେ ତାର ନାରୀ, ପୁତ୍ର ଯେ ନହିଲା କାହାରି। ରୂପେ ସୁନ୍ଦର ମନୋହର, ବିଦ୍ୟା ସମ୍ପଦ ମତି ଧୀର। ଏ ସର୍ବଗୁଣ ଯେ ତାହାର, ସୁତନ ଲୋଭି ଚିନ୍ତା ଭର। ଅମାତ୍ୟ ସମ୍ପଦ ସହିତେ, ପଟ୍ଟମହିଷୀ ତାର ଯେତେ। କାମ ଦୁଘାର ପ୍ରାୟ ମୋହି, ସୁଖ ନହିଲେ ତାର କେହି। ଶୁଣ ରାଜନ ଏକ ଦିନେ, ସେ ଚିତ୍ରକେତୁର ଭୁବନେ। ଅଙ୍ଗିରା ଋଷି ବ୍ରହ୍ମସୂତ, ମିଳିଲେ ରାଜାର ଗ୍ରତ। ସ୍ୱଇଚ୍ଛା ଲୋକରେ ବିହାର, ମିଳିଲେ ଚିତ୍ରକେତୁପୁର। ତାହାଙ୍କୁ ଦେଖି ସେ ରାଜନ, ତକ୍ଷଣେ ଛାଡ଼ିଲେ ଆସନ। ଉତ୍ତମ ଆସନେ ବସାଇ, ପୂଜିଲେ ପାଦ୍ୟ ଅର୍ଘ୍ୟ ଦେଇ। ସୁଖେ ଆସନେ ବସି ଋଷି, ଚିତ୍ରକେତୁକୁ ପରଶଂସି। ଭକତି ଦେଖିଣ ରାଜାର, ଆନନ୍ଦ ହୋଇ ଋଷିବର। ରାଜାକୁ କରି ଆରାଧନ, କହନ୍ତି ମଧୁର ବଚନ। ଅଙ୍ଗିରା ବାଚ ହେ ରାଜା ଚିତ୍ରକେତୁ ଶୁଣ, ତୁମ୍ଭର ପରମ କଲ୍ୟାଣ। ତୁମ୍ଭର ପାତ୍ର ମନ୍ତ୍ରୀ ଯେତେ, କୁଶଳ ଟିକିଏ ସମସ୍ତେ। ଧାରାତନୟ ଭୃତ୍ୟ ଯେତେ, ସୁହୃଦ ପରଜା ସହିତେ। ଯାହାର ଆତ୍ମା ଆତ୍ମବଶ, ତାହାର ବଶ ଏ ଅଶେଷ। ଯାହାର ଆତ୍ମା ବଶ ହୋଇ, ସର୍ବତ୍ର ପୂଜ୍ୟ ସେ ଅଟଇ। ଆତ୍ମସମ୍ପଦ ତୋର ଯେତେ, ଅମାତ୍ୟ ପୁରବାସୀ ଯେତେ। ତୁମ୍ଭର ପ୍ରିୟ ନୁହେଁ କେହି, ଏମନ୍ତ ପ୍ରାୟ ମୁଁ ମଣଇ। ଚିନ୍ତା ମଳିନ ମୁଖ ତୋର,
अलब्ध कामे नृपवर शुण परीक्ष नृपमणि से राजा मुनि वाक्य शुणी हृदय पुत्र कामे होई वीर से मुनि की कहोई चित्रकेतु वाच भमुनि तुम्भ गोचरे किय बा अछि ए संसारे प्राणीर अंतर बाहारे देख तपस्या प्रभाव रे तथापि आज्ञा परमाणे कहिबी शुण सावधाने मनरे जेवा चिंता मोर प्रश्न जे कल मुनिवर देवगणଙ୍କୁ जे दुर्लभ साम्राज्य संपद विभव पुत्र विहीने मोर देही केवे हे सुख न लभई क्षुधा तृषारे जेने जन न लड़े बिनु अन्न पान भो महाभाग मुनिवर केमंते तरिबी संसार पितृऋणरु मोते पार करिबा हेउ मुनिवर पुत्र जे मन्ते मोर होई संसार दुःखरु तारोई श्री शुकवाच राजार शुणिए वचन कृपाळु ब्रह्मांक नंदन यज्ञ करिण मुनिवर आराधि अखिल ईश्वर राजार ज्येष्ठ जेहु नारी कृतद्युति नाम ताहारी चरु ताहाकु नेई देले राजा को एमंत कहिले भो चित्रकेतु नृपवर होइब एक तो कुमार हरस शोक देवतरे कहिण गले मुनिवरे चित्रकेतुरे तहु सेहि कृतद्युति जे महादेई चरुर भोजन मात्र के गर्भ धइले सेहु सुखे अग्निरु कृतिका जे मंत गर्भ धइला सेहि मत ताहार गर्भ प्रतिदिने शुक्ल पक्षर चंद्र जेने चित्रकेतु तेजे राजन गर्भ बढ़िला दिनु दिन ए अनंतरे संवत्सरे जन्मिला ताहार कुमारे सुरसे नरे जेते लोक हरस लभिले अनेक परमानंदे से राजन तक्षणे कला स्नान सोचे होइण नृपवर भूषित होई अलंकार ब्राह्मण आणी वेद धर्म कला से पुत्र जात कर्म ब्राह्मणे सुवर्ण रजत देला से धेनु सत सत पृथ्वी गज हय मान देला से विविध वसन जे लोके जहा बांछा कले मन संतोषे बहि नेले प्रजा संतोषे भगवान बरसा करई जे सन पुत्र आयुष जस धर्म निवृत्ति अर्थे देला दान कष्टरे लभिला जे सुत ताठारे स्नेह ता बहुत दरिद्र जेने धन पाई तेसने हरस से होई माता जे अति स्नेह भरे मोह होइला पुत्र ठारे कृतद्युति सपत्नी माने दुखित संतति कारणे
ଚିତ୍ରକେତୁର ସ୍ନେହ ହୋଇ ପୁତ୍ରବତୀ ଭାରି ଜାତ ହିଁ। ଅନ୍ୟ ଯେ ପତ୍ନୀ ମାନେ ଥାନ୍ତି ସ୍ୱଭାବେ ନାହିଁ ସ୍ନେହମତି। ଅପୁତ୍ର ଦୁଃଖ ତାହାଙ୍କର ରାଜାର ଏଣେ ଅନାଦର। ସେମାନେ ମନେ ଦୁଃଖ କରି ଆତ୍ମାର ନିନ୍ଦାକୁ ଆଚରି। ପାପିଷ୍ଠି ଏହୁ କୃତ ଦ୍ୟୁତି ଧିକ ଏହାର ଏ ସନ୍ତତି। ଗୃହ ସମ୍ପଦ ଯେ ସ୍ୱାମୀର ଧିକ ଏ ହେଉ ଦୁରାଚାର। ଏସ ପତଣୀର ଚରଣେ ଦାସୀ ହୋଇଲୁ ଆମ୍ଭେମାନେ। ଦାସୀର କିୟ ବା ସନ୍ତାପ ସେ ଯେବେ ସ୍ୱାମୀର ସମୀପ। ମାନ ନ ଲଭୁ ଆମ୍ଭେ କ୍ଷଣେ ଦାସୀର ଦାସୀ ହୋଇ ଯେହ୍ନେ। ସପତ୍ନୀ ପୁତ୍ର ବିଭୂତିରେ ଅନ୍ଧ ହୋଇଲେ କ୍ରୋଧ ଭରେ। ସକଳେ ଏକ ଚିତ୍ତ ହେଲେ ରାଜାର ହିଂସା ବିଚାରିଲେ। ଦାରୁଣ ଚିତ୍ତ ସ୍ତ୍ରୀ ଜନ କ୍ରୋଧେ ହୋଇଲେ ହତ ଜ୍ଞାନ। ସ୍ୱାମୀକୁ ଅତି କ୍ରୋଧ କଲେ ଗରଳ କୁମରକୁ ଦେଲେ। ଏହା ନ ଜାଣେ କୃତ ଦ୍ୟୁତି ସପତ୍ନୀ ମାନଙ୍କର ଗତି। ପୁତ୍ର ଶୁଆଇଥିଲା ଘରେ ଗଲା ସେ ଗୃହ ଅଭ୍ୟନ୍ତରେ। ଅନେକ ବେଳ ତହୁଁ ଗଲା ପୁତ୍ର ଆଣିବ ମନେ କଲା। ଧାଇକି ବୋଲଇ ଉତ୍ତର ଭୋସଖୀ ପୁତ୍ର ଆଣ ମୋର। ତାହାର ଆଜ୍ଞା ପାଇ ଧାଇ ବାଳକ ନିକଟେ ମିଳଇ। ଦେଖିଲା ଶୋଇଅଛି ପୁତ୍ର ଲେଉଟି ପଡ଼ିଛି ତା ନେତ୍ର। ପ୍ରାଣ ଇନ୍ଦ୍ରିୟ ନାହିଁ ତାର ଦେଖି ସେ ପଡ଼ିଲା ଭୂମିର। ହତ ହୋଇଲି ବୋଲି ଧ୍ୟାଇ ପଡ଼ିଲା ଅଚେତନ ହୋଇ। ବେନିକରରେ ହୃଦ ତାଡ଼ି ଆରତେ ପଡ଼ିଲା ଯେ ରଡ଼ି। ତା ଶୁଣି ପାଟ ମହାଦେଇ ଧାଇଁଲା ଅସମ୍ଭାଳ ହୋଇ। ପୁତ୍ରର ନିକଟେ ମିଳିଲା ମୃତ ପୁତ୍ରକୁ ସେ ଦେଖିଲା। ମହାପ୍ରବଳ ଶୋକ ଭରେ ଭୂମିରେ ପଡ଼ିଲା ନିର୍ଭରେ। ତକ୍ଷଣେ ମୋହ ସେ ପାଇଲା କେଶବସନ ଖସିଗଲା। ରାଜାର ଅନ୍ତଃପୁର ଜନ ସ୍ତ୍ରୀ ପୁରୁଷ ହେ ରାଜନ। ରୋଦନ ଶୁଣିଣ ଅଇଲେ ସମସ୍ତେ ଶୋକରେ ମଜିଲେ। କହିବା ଶୁଣ ନୃପବର ଯେତେକ ସପତ୍ନୀ ତାହାର। ବାହାରେ ଶୋକ ଆଚରିଲେ କପଟେ ରୋଦନ ସେ କଲେ। ପୁତ୍ର ମରଣ ରାଜା ଶୁଣି ମୃତ୍ୟୁର କାରଣ ନ ଜାଣି। ମୋହରେ ନଦୀ ସାଇ ପଥ ପାଦ ପାଦକେ ଜ୍ଞାନ ହତ। ସ୍ନେହ ବନ୍ଧନ ଶୋକ ବଢ଼ି ମୂର୍ଚ୍ଛିତ ହୋଇ ପାଡ଼େ ରଡ଼ି। ଅମାତ୍ୟ ଆଦି ଯେତେ ଜନ ଦେଖୁଅଛନ୍ତି ସେ ରାଜନ। ମୃତ ବାଳକ ପାଦ ତଳେ ପଡ଼ିଲା ଯାଇ ମତି ଭୋଳେ। ଫିଟିତା ପଡ଼ିଅଛି କେଶ ବିଶ୍ରସ୍ତ ପରିଧାନ ବାସ। ଦୀର୍ଘ ନିଶ୍ୱାସ ସେ ଛାଡ଼ଇ ନୟନ ଅଶ୍ରୁ ଜଳ ବହି। ନିରୋଧ କଣ୍ଠ ଦ୍ୱାର ହୋଇ
ବଚନ ନ ପାରଇ କହି ପତିକୁ ଦେଖି ଶୋକ ଭର ମରଣ ଦେଖି କୁମରର କୃତଦ୍ୟୁତି ଯେ ମହାଦେଇ ବିଚିତ୍ର ବିଳାପ କରଇ ସ୍ତନ ଯୁଗଳ ଯେ ତାହାର ମଣ୍ଡିତ କୁଙ୍କୁମ ପଙ୍କର ଅଞ୍ଜନ ସହିତେ ଲୋତକ ଧୌତ କଲା ତାର ବକ୍ଷ କେଶ ହୋଇଲା ସମ୍ଭାଳ ଖସି ପଡ଼ିଲା ପୁଷ୍ପମାଳ କୁରରି ପ୍ରାୟ ଶୋକ ଭରେ ରୋଦନ କରେ ଉଚ୍ଚ ସ୍ୱରେ ହେ ବିଧି ଅତି ତୁ ଦାରୁଣ ବାଳକ ପ୍ରାୟ ଆଚରଣ ସକଳ କରି ନିରିମାଣ ଆପଣି କରୁ ତୁ ଭଞ୍ଜନ ସାନ ମରଇ ବଡ଼ ଥାଇ ଏହାର ନିଦାନ ନ ପାଇ ଯେବେ ସଂସାରେ ପ୍ରାଣୀଙ୍କର ଅକ୍ରମ ଜନ୍ମ ମରଣର ସ୍ନେହ ପାଶକୁ ବଢ଼ାଇଣ କିମ୍ପାଇଁ କରୁ ରଣ ଭଣ ଏମନ୍ତେ ସୃଷ୍ଟି ତ ଭିଆଣ ଅଜ୍ଞାନୀ ପରାଣୀ ଯେ ସୟ ହେତା ତ ତନୟ ମୋହର ଦେଖୁ କି ନାହୁଁ ତ ପିୟର ଶୋକ ସାଗରେ ମତେ ଥୋଇ ଛାଡ଼ିଣ ନ ଯା ବାବୁ ତୁହି ମୁଁ ଯେ ପାପିଷ୍ଠି ଦୁଃଖୀ ହୋଇ ମତେ ଛାଡ଼ିଣ ନ ଯା ତୁହି ତୋହରେ କରି ବାବୁ ମୋହି ଦୁସ୍ତର ତମରୁ ତୋରଇ ଦାରୁଣ ଯମ ବସ ହୋଇ ଦୂରକୁ ନ ଯା ଛାଡ଼ି ତୁହି ଉଠ ହେ ନୃପତି ନନ୍ଦନ ଆନନ୍ଦେ କର ସ୍ତନ୍ୟପାନ ସମବୟସୀ ଯେ କୁମରେ ଡାକୁଅଛନ୍ତି ବାବୁ ତୋରେ ବାଳକ ସଙ୍ଗତେ ବିହର ବହୁ ନିଦ୍ରାକୁ ଦୂର କର ମୋହର ଶୋକ ଦୂର କର ରୋଦନ୍ତି ତୋହର ପିୟର ହରସ ଆନନ ପଙ୍କଜ ତୋହର ନ ଦେଖି ତନୁଜ ଦାରୁଣ ଯମକି ତୋହରେ ଘେନାଇ ଗଲା ନିଜ ପୁରେ ଏଣୁ ତ କୋମଳ ବଚନ ଶୁଣଇ ନାହିଁ ରେ ନନ୍ଦନ ଶ୍ରୀ ଶୁକବାଚ ମୃତ ପୁତ୍ରର ଠାରେ ତାର ବିଳାପ ଶୁଣି ନୃପବର ଚିତ୍ରକେତୁ ମଗ୍ନ ଶୋକରେ ରୋଦନ କଲା ଉଚ୍ଚ ସ୍ୱରେ ବିଳାପ ପତ୍ନୀର ସହିତେ ନୃପର ଦେଖିଣ ସମସ୍ତେ ଯେତେ ଅମାତ୍ୟ ଆଦି ତାର ରୋଦନ କଲେ ଉଚ୍ଚ ସ୍ୱର ସ୍ତ୍ରୀ ପୁରୁଷ ଯେତେ ଜନ ସକଳେ ହେଲେ ଅଚେତନ ଏମନ୍ତେ ଶୁଣ ନୃପବର ସକଳେ ଅତି ଦୁଃଖତର ରାଜନ ଦୁଃଖ ଦେଖି ମୁନି ଅଙ୍ଗିରା ନାରଦଙ୍କୁ ଘେନି ଶୀଘ୍ରେଣ ଦୁହେଁ ଚଳିଗଲେ ରାଜାର ପୁରେ ସେ ମିଳିଲେ ବୋଲଇ ବିପ୍ର ଜଗନ୍ନାଥ ଚିତ୍ରକେତୁ ଶୋକ ଚରିତ। इति श्रीमद्भागवते महापुराणे पारमहंस्यां संहितायां षष्ठस्कन्धे चित्रकेतुविलाप नाम 14 अध्याय। 15 अध्याय नारद अंगिरस ऋषि चित्रकेतुर पासे आसी
ଜ୍ଞାନ ବୁଝାଇ କଲେ ଶାନ୍ତ, ପଞ୍ଚଦଶରେ ବୃତ୍ତାନ୍ତ। ଶ୍ରୀ ଶୁକ ଉବାଚ ଶୁଣ ସାନନ୍ଦେ କୁରୁ ଶ୍ରେଷ୍ଠ, ସେ ମୃତ ପୁତ୍ରର ନିକଟ। ଶୋକରେ ଜ୍ଞାନ ଭ୍ରଷ୍ଟ ହୋଇ, ଚିତ୍ରକେତୁ ପଡ଼ିଅଛଇ। ଅଙ୍ଗିରା ନାରଦଏ ଦୁଇ, ମିଳିଲେ ତାର ପାଶେ ଯାଇ। ଉତ୍ତମ ବାକ୍ୟମାନ କହି, ବଧୂ ଅଛନ୍ତି ରାଜା ଚାହିଁ। ଭୋଚିତ୍ର କେତୁ ନୃପ ବର, ତୁମ୍ଭେ ଯା ପାଇଁ ଶୋକ କର। ତୋହର ଏକି ସଟଇ, ତୁହି ଏହାର କିବା ହୋଇ। ତୋହର ସୁତ ପୂର୍ବେ ହି, ତୁ ପିତା କେତେ ଜନ୍ମ ହୋଇ। ଏବେ ତୁମ୍ଭର ସୁତ ଏହି, ସଂସାର ମାୟାଏ ଅଟଇ। ଯେସନେ ନଦୀ ସ୍ରୋତ ଜଳେ, ବାଲୁକା ନ ରହେ ନିଶ୍ଚଳେ। ସଂଯୋଗ ବିଯୋଗ ହୁଅଇ, ବାଲୁକା ଭାସି ଯାଉଥାଇ। ତେସନେ ପ୍ରାଣୀ ଯଥା କାଳେ, ଆସଇ ଯାଇ କର୍ମ ବଳେ। ବୀଜରୁ ବୀଜ ହୋଇ ନହିଁ, ପ୍ରାଣୀ ତେମନ୍ତ ଅଟଇ। ଈଶ୍ୱର ମାୟାରେ ଜଗତ, ଉତ୍ପତ୍ତି ନାଶ ସର୍ବଭୂତ। ଆମ୍ଭେ ବା ତୁମ୍ଭେ ଆଦି ଯେତେ, ଚରଚରଙ୍କ ସହିତେ। ଜନ୍ମ ମରଣ ଆଗ ପଛ, ହୁଅଇ ଦେଖ ତୁ ପ୍ରତ୍ୟକ୍ଷ। ଭୂତରେ କରିଣ ଈଶ୍ୱର, ଜନ୍ମାଇ ଅଖିଳ ସଂସାର। ପ୍ରତିପାଳନ କରି ପୁଣ, ହତ କରଇ ତତ୍କ୍ଷଣ। ଆୟତ ନୁହଁ କାହାରି, ବାଳକ ଯେହ୍ନେ କ୍ରୀଡ଼ା କରି। ଦେହରୁ ଦେହ ହୋଇ ଜାତ, ରାଜନ ଶୁଣ ଏକ ଚିତ୍ତ। ବୀଜରୁ ବୀଜ ଯେହ୍ନେ ଜାତ, ଆତ୍ମାରୁ ନିର୍ମିତ ଜଗତ। ଆତ୍ମା ଶରୀର ଭିନ୍ନ କରି, ପୂର୍ବେ ଯେ ବିଧାତା ବିଚାରି। ହେମରୁ ନାନା ଦ୍ରବ୍ୟ ଯେହ୍ନେ, ଜାତି ସଂଜ୍ଞାରେ କରେ ଭିନ୍ନେ। ଶ୍ରୀ ଶୁକ ଉବାଚ ଉତ୍ତମ ବାକ୍ୟ ବିପ୍ରଙ୍କର, ଶୁଣିଆ ସ୍ୱସ୍ତ ନୃପବର। ମଳିନ ମୁଖ ଆପଣାର, ପୋଛିଣ କହଇ ମଧୁର। ଚିତ୍ରକେତୁ ଉବାଚ କେତୁମ୍ଭେ ଦୁଇ ମହାଜନ, ଅଶେଷ ଜ୍ଞାନେ ପରିପୂର୍ଣ୍ଣ। ଜ୍ଞାନୀ ମାନଙ୍କେ ତୁମ୍ଭେ ବର, ଅବଧୂତ ବେଶ ତୁମ୍ଭର। ସ୍ୱଭାବେ ଗୁପ୍ତ ପ୍ରାୟ ହୋଇ, ଆସି ଯେ ଅଛ ତୁମ୍ଭେ ଦୁଇ। ବିଷ୍ଣୁର ଦୂତ ଯେତେ ଲୋକେ, ପୃଥିରେ ଭ୍ରମୁଥାନ୍ତି ସୁଖେ। ମୋହର ପ୍ରାୟ ଦୁଃଖୀ ହୋଇ, ସଂସାରେ ଯେତେ ବା ଅଛଇ। ଏହାଙ୍କ ହିତ ଇଚ୍ଛା କରି, ସେମାନେ ବୁଲନ୍ତି ବିହରି। ଗୌତମ ସୀତ ଦେବଳ, କୁମାର ବଶିଷ୍ଠ କପିଳ। ମାରକଣ୍ଡ ବ୍ୟାସ ଅଙ୍ଗିରା, ରୋମଶ ଦତ୍ତ ବେଦ ଶିରା। ଦୁର୍ବାସା ଯାଜ୍ଞବଲ୍କ୍ୟ ମୁନି, ଜାତକର୍ଣ୍ଣ୍ୟ ବାଦରାୟଣୀ। ରତଧ୍ୱଜ ଯେ ଶ୍ରୋତ ଦେବ, ପଞ୍ଚଶିଖ ହିରଣ୍ୟ ନାଭ। କୌଶଲ୍ୟ ନାରଦ ଆସୁରୀ, ଧୌମ୍ୟ ଚ୍ୟବନ ପତଞ୍ଜଳି। ରଘୁ ସହିତେ ସିଦ୍ଧେଶ୍ୱର,
ଏମାନେ ଭ୍ରମନ୍ତି ସଂସାର। ପ୍ରାଣୀଙ୍କ ମଙ୍ଗଳ କାରଣେ ଭ୍ରମୁ ଯେ ଥାନ୍ତି ଅନୁକ୍ଷଣେ। ସ୍ୱଭାବେ ଗ୍ରାମ୍ୟ ପଶୁ ମୋହି ଅନ୍ଧତମରେ ବୁଡ଼ି ଛଇଁ। କେ ତୁମ୍ଭେ ଦୁଇ ସିଦ୍ଧ କହ ଜ୍ଞାନ ଦୀପକୁ ମୋତେ ଦିଅ। ଅଙ୍ଗିରା ଉବାଚ ହେ ଚିତ୍ର କେତୁ ନୃପବର ମୁଁ ଦେଇଥିଲି एको ମୋର। ଅଙ୍ଗିରା ନାମଟି ମୋହର ଏ ଦେଖ ବ୍ରହ୍ମାଙ୍କ କୁମର। ପରମ ବିଷ୍ଣୁ ଭକ୍ତ ଏହି ନାରଦ ବୋଲି ଯାକୁ କହି। ଦୁସ୍ତର ଶୋକେ ମଗ୍ନ ତୋର ଦେଖିଲୁ ଯହୁଁ ନୃପବର। ତୋହର ଯୋଗ୍ୟ ଏ ନୁହଇଁ ଏହା ବିଚାରି ଆମ୍ଭେ ଦୁଇ। ତୋହର ଅନୁଗ୍ରହ କରି ଅଇଲୁ ଶୁଣ ଦଣ୍ଡଧାରୀ। ବ୍ରହ୍ମଣ୍ୟ ବିଷ୍ଣୁ ଭକ୍ତ ହେଉ ଶୋକେ ନ ବୁଡ଼ ମହାବାହୁ। ପୂର୍ବେ ତ ଗୃହେ ଆସିଥିଲି ପରମ ଜ୍ଞାନ ଦେବି ବୋଲି। ପୁତ୍ର ବିଷୟ ମନ ତୋର ଜାଣି ନ ଦେଲି ପୁତ୍ର ବର। ଏବେ ତ ପୁତ୍ର ଶୋକ ଭର ଅନୁଭବିଲୁ ନୃପବର। ଐଶ୍ୱର୍ଯ୍ୟ ଦ୍ୱାରା ଗୃହ ଧନ ଭୃତ୍ୟ ମାତ୍ୟ ପ୍ରିୟଜନ। ବିଷୟ ରାଜ୍ୟ ସୈନ୍ୟ କୋଶ ଆତ୍ମପୁରଣେ ନହେ ତୋଷ। ଏ ସର୍ବ ଶୋକ ମୋହ କର ଭୟ ଉଦ୍ବେଗର ଯେ ଘର। କର୍ମକୁ ଧ୍ୟାଇ ଯେଉଁ ଜନ କହଇ ନାନା କର୍ମ ମାନ। ନାନା କର୍ମରେ ମନ ତାର ପ୍ରବେଶ ହୋଏ ନିରନ୍ତର। ଏମନ୍ତେ ଦେହି ମାନଙ୍କର ଦେହଟି ଏ ମାୟା ସଂସାର। ବିବିଧ କ୍ଲେଶ ଯେ ତାଙ୍କର ସନ୍ତାପ କାରଣ ପାର। ଏହି କାରଣୁ ହେ ରାଜନ ଆପଣେ ସ୍ୱସ୍ଥ କର ମନ। ଏ ବିଶ୍ୱ ସ୍ୱଭାବେ ଅସାର ଦେହର ଗତିକୁ ବିଚାର। ଶୋକକୁ ତେଜି ନୃପବର ଆତ୍ମମନକୁ ସ୍ଥିର କର। ନାରଦ ଉବାଚ ଏ ଯେ ମୋହର ମନ୍ତ୍ର ଦୀକ୍ଷା ଶୁଚି ହୋଇଣ କର ଶିକ୍ଷା। ଏ ବିଦ୍ୟା ଧରି 7 ଦିନ ଦେଖିବୁ ପ୍ରଭୁ ସଂକର୍ଷଣ। ପଦ ପଙ୍କଜଟି ଯାହାର ଆଶ୍ରୟ କରିଣ ଶଙ୍କର। ସର୍ବ ବିଷୟକୁ ଛାଡ଼ିଲେ ତକ୍ଷଣେ ସେ ପଦ ଲଭିଲେ। ତୁମ୍ଭେ ବିଦ୍ୟାର ପ୍ରସାଦେ ତାହା ଲଭିବ ଅପ୍ରମାଦେ। ବୋଲଇ ଦାସ ଜଗନ୍ନାଥ ହରିଚରିତ ଭାଗବତ। ଚିତ୍ରକେତୁ ଶୋକ ଖଣ୍ଡନ ସୁଜନେ ଏଣେ ଦିଅ ମନ। ତୁମ୍ଭର ତାପ କ୍ଷୟ ଯାଉ ଶରଣ ପଶ ମହାବାହୁ। इति श्रीमद्भागवते महापुराणे पारमहंस्यां संहितायां षष्ठस्कन्धे चित्रकेतुशान्तनं नाम 15 अध्याय।